ବୁଝିଲ ସେନାପତି, ମୁଁ ବହୁତ ଦିନ ହେଲା ପାରିଥିରେ ଯାଇନାହିଁ। ପାରିଥିରେ ଯିବାକୁ ମୋର ବହୁତ ଦିନର ଇଚ୍ଛା ଅଛି। ମୁଁ ମଧ୍ୟ ସେଇ କଥା ଭାବୁଥିଲି ଛାମୁ, ହେଲେ ଆପଣ ବିରକ୍ତ ହେବେ ବୋଲି ମୁଁ ସେଇ କଥା କହିପାରୁନଥିଲି। ମୋର ବି ଆପଣଙ୍କ ସହିତ ପାରିଥିରେ ଯିବା ପାଇଁ ପ୍ରବଳ ଇଚ୍ଛା। ମୋତେ ଆପଣ ଏବେ ଆଦେଶ ଦିଅନ୍ତୁ, ମୁଁ ପାରିଥିରେ ଯିବା ପାଇଁ ବନ୍ଦୋବସ୍ତ କରୁଛି। ମହାରାଜାଙ୍କର ଜୟ ହେଉ। କି ସମ୍ବାଦ ମଧୁସୁଲି? ଆଜି ମହାରାଣୀଙ୍କର ଏକାଦଶୀ ବ୍ରତ। ଛାମୁ, ଆପଣଙ୍କୁ ଉପରକୁ ଯିବା ପାଇଁ ରାଣୀମା ନିବେଦନ କରିଛନ୍ତି। ଯାଅ ମଧୁସୁଲି, ତମେ ମା ରାଣୀମାଙ୍କୁ ସନ୍ଦେଶ ଦେଇଦିଅ। ମୁଁ ଖୁବ୍ ଶୀଘ୍ର ଅନ୍ତପୁରୀକୁ ବିଜେ କରୁଛି। ଯଥା ଆଜ୍ଞା ମହାରାଜ। ସେନାପତି, ତମେ ରାଜ୍ୟରେ ପ୍ରତି ଜାଗା ବୁଲି ପ୍ରଜାମାନଙ୍କର ଦୁଃଖ ଦୂର କରିବା ପାଇଁ ଚେଷ୍ଟା କର। ପ୍ରଜାଙ୍କ ମଙ୍ଗଳରେ ରାଜାଙ୍କ ମଙ୍ଗଳ। ମୋ ରାଜ୍ୟରେ ଯେମିତି ଅନାହାରରେ ମୃତ୍ୟୁବରଣ କେହି ନ କରନ୍ତି, ଏଇଟା ଯେମିତି ତମର ସ୍ମରଣ ରହେ। ମୁଁ ଅନ୍ତପୁରୀକୁ ବିଜେ କରୁଛି। ବୁଝିଲେ ନା ରାଣୀମା, ଆଜି ଅନ୍ତପୁରରୁ ଗୋଟିଏ ଶୁଭ ଖବର ପାଇଁ ମୋର ଖୁସିର ସୀମା ନାହିଁ। ଯଦି ଭଗବାନ ଦୟା କରନ୍ତି, ଖାଲି ଅନ୍ତପୁରୀବାସୀ ନୁହେଁ, ସମଗ୍ର ରାଜ୍ୟବାସୀ ପୁରା ଆନନ୍ଦରେ ନାଚି ଉଠିବେ। କ'ଣ ଖବର ସେଇଟା? ସେଇ ଶୁଭ ଖବରଟା ହେଲା ମହାରାଣୀ, ଆପଣ ମା ହେବାକୁ ଯାଉଛନ୍ତି। ଏଇ ରାଜ୍ୟବାଟୀରେ କେଉଁଠି ବି ଟିକେ ଉଣା ନାହିଁ। ଯେଉଁଟା ଉଣା ଥିଲା ସେଇ ଖବର ମଧ୍ୟ ଆଜି ଆସିଯାଇଛି। ଯଦି ଠାକୁର ଦୟା କରନ୍ତି, ତାହେଲେ ଏଇ ଅନ୍ତପୁରଟା କୁଆଁ କୁଆଁ ରାବରେ ଉଛୁଳି ପଡ଼ିବ। ମୁଁ ଆଉ ଅନ୍ୟ କିଛି କାମ କରିବି ନାହିଁ। ରାଜକୁମାର ହୁଅନ୍ତୁ କି ରାଜକୁମାରୀ, ମୁଁ ଖାଲି ତାଙ୍କରି ସେବାରେ ଲାଗି ପଡ଼ିବି। ସବୁ ସେଇ ଭଗବାନଙ୍କ ଇଚ୍ଛା। ଏଇ ତ ମହାରାଜା ବିଜେ କଲେଣି। ମୁଁ ଯାଉଛି ମହାରାଣୀ। ମୋତେ ଡକେଇବାର ଉଦ୍ଦେଶ୍ୟ କ'ଣ ମୁଁ ଜାଣିପାରେ କି? ମହାରାଜାଙ୍କୁ କେମିତି କଥାଟା କହିବି ମୁଁ ଜାଣିପାରୁନି। କାହିଁକି? ଏମିତି କ'ଣ ଖବର ଅଛି? ମହାରାଣୀ ମହାରାଜଙ୍କୁ କହିବା ପାଇଁ ଲଜ୍ଜା ଲାଗୁଛି। ମହାରାଜା, ଆପଣ ପିତା ହେବାକୁ ଯାଉଛନ୍ତି। ଓ, ଇଏ ତ ବଡ଼ ଆନନ୍ଦର କଥା। ମୁଁ ଜାଣେ ରାଣୀ ଏପରି ସମୟରେ ସମସ୍ତଙ୍କୁ ଭଲ ଦ୍ରବ୍ୟ ପ୍ରତି ଆଶା ବଳିଥାଏ। ତମେ କୁହ ରାଣୀ, ତମର ଇଚ୍ଛା କ'ଣ? ସ୍ୱାମୀ ହେଉଛି ସ୍ତ୍ରୀର ଅମୂଲ୍ୟ ସମ୍ପଦ। ସ୍ତ୍ରୀ ପାଖରେ ତାର ସ୍ୱାମୀ ଥିଲେ ତାର ଆଉ କ'ଣ ଦରକାର? ମୋର ଆଉ କିଛି ବି ଲୋଡ଼ା ନାହିଁ। ମଣିମାଙ୍କର ଜୟ ହେବୁ। କି ସମ୍ବାଦ ଦୂତ? ମୁର୍ଶିଦାବାଦ ନବାବଙ୍କ ଦୂତ ଛାମୁଙ୍କ ଦର୍ଶନ କରିବା ପାଇଁ ଚାହୁଁଛନ୍ତି। ମୁର୍ଶିଦାବାଦ ନବାବଙ୍କ ଦୂତ ଆସିବାର ଉଦ୍ଦେଶ୍ୟ କ'ଣ ଥାଇପାରେ? ଯାଅ, ତାଙ୍କୁ ସୁସମ୍ମାନେ ରାଜ ଦରବାରକୁ ନେଇ ଆସ। ଯଥା ଆଜ୍ଞା ମଣିମା। ନବାବଙ୍କ ଦୂତ ଆସିବାର ନିଶ୍ଚୟ ଗୋଟିଏ ବଡ଼ ଉଦ୍ଦେଶ୍ୟ ଥିବ। ଦୂତ ଆସିବାର ବହୁତ ଗୁମର ନିହାତି ଥିବ। ସେ ନିଶ୍ଚୟ କିଛି ଖବର ନେଇ ଆସିଥିବ। ଖବର ନୁହେଁ, ଆଦେଶ ନେଇ ଆସିଛି। ପୂର୍ବ ଭଳି ପଣ୍ଡିତକୁ ମୁର୍ଶିଦାବାଦ ଯିବା ପାଇଁ ଆଦେଶ ଆସିନାହିଁ ତ? ମୁଁ ଯାଇପାରିବି ନାହିଁ। ପୂର୍ବ ଭଳି ମୋର ଦେହ ଠିକ୍ ନାହିଁ। ମୋର ଯିବା ଅସମ୍ଭବ। ଛାମୁ ଅନ୍ୟ କେହି ପଣ୍ଡିତକୁ ପଠେଇ ପାରନ୍ତି। ମୋର ଜ୍ୟେଷ୍ଠ ପତ୍ନୀଙ୍କର ସ୍ତ୍ରୀଙ୍କର ଜ୍ୟେଷ୍ଠ ପୁତ୍ରର ବିବାହ। ମୋର ସେଠାରେ ଉପସ୍ଥିତି ଅତ୍ୟନ୍ତ ଆବଶ୍ୟକ। ତେଣୁ ମହାରାଜ ସେଠାକୁ ଆଉ କୌଣସି ପଣ୍ଡିତକୁ ପଠାଇ ପାରନ୍ତି। ମୋର ସ୍ତ୍ରୀ ଶରୀରର ଦେହ ବହୁତ ଅସୁସ୍ଥ ଆଜ୍ଞା। ମୁଁ ଯଦି ତାଙ୍କୁ ଏକା ଛାଡ଼ି ଚାଲିଯିବି, ତାଙ୍କ କଥା ବୁଝିବ କିଏ? ତେଣୁ ମୋର ସେତେ ଦୂର ଯିବା ଅସମ୍ଭବ। ଛାମୁ ଆଉ କାହାକୁ ପଠେଇ ପାରନ୍ତି। ଆରେ, ନଈ ନ ଦେଖି ଏମିତି ଲଙ୍ଗାଳା ହେବାଟା କ'ଣ ଦରକାର? ଦୂତ କି ଉଦ୍ଦେଶ୍ୟରେ ଆସିଛି, ଖବର କି ସୁସମାଚାର, ଏକଥା ନ ଜାଣି ଗୋଟିଏ ଅସୁବିଧା ଦର୍ଶାଇବା କ'ଣ ଦରକାର? ତମର କିଛି ଅସୁବିଧା ନାହିଁ ବୋଲି ସିନା କହିଲ ପଣ୍ଡିତ ମହାଶୟ। ମୋ ଭଳି ଅସୁବିଧାରେ ତମେ ଯଦି ପଡ଼ିଥିଲେ ନା, ତମେ କେବେ ବି ରାଜ ଦରବାରକୁ ଆସିନଥାନ୍ତ। ଠିକ୍ କଥା କହିଛ ପଣ୍ଡିତ ମହାଶୟ।
ଏଇ ରାଜଦରବାର ଦୂର କଥା, ଘରୁ ବାହାରକୁ ଆସିନଥାନ୍ତ ହେଲା। ପଣ୍ଡିତ ମହାଶୟ, ତମେ କେବେ ଏହିପରି ସମସ୍ୟାର ସମ୍ମୁଖୀନ ହୋଇଥିଲେ ସିନା ଜାଣିଥାନ୍ତ। ସେ କହୁ କହୁ କହି ପକାଇଲେ, ହେଲେ ବେଳ ଆସୁ ଆସୁ ପରେ ବୁଝିଯିବେ। ହଜୁରଙ୍କ ଜୟ ହେଉ। କି ସମ୍ବାଦ ଆଣିଛ ଆଗନ୍ତୁକ? ନବାବଙ୍କଠାରୁ ପତ୍ର ନେଇ ଆସିଛି। ନବାବଙ୍କୁ ପତ୍ର ପଢ଼ି ନବାବଙ୍କର ଉଦ୍ଦେଶ୍ୟ ସମସ୍ତଙ୍କୁ ଅବଗତ କରାଇ ଦିଅ ମନ୍ତ୍ରୀ ମହାଶୟ। ସେନାପତି। ଯଥା ଆଜ୍ଞା। ଶ୍ରୀ ରାଜହିରାଜ କୃଷ୍ଣଚନ୍ଦ୍ର ମହୋଦୟା, ଆମ୍ଭ ଲେଖିବାର କାରଣ ଏହିକି ଯେ ଯେପରି ଆପଣଙ୍କ ହିନ୍ଦୁ ଶାସ୍ତ୍ରରେ ମହାଭାରତ ଅଛି, ଠିକ୍ ସେହିପରି ମୋ ନାମରେ ଗୋଟିଏ ମହାଭାରତ ଲେଖି ମୋ ପାଖକୁ ପଠାଅ। ତା ନହେଲେ ତମକୁ ରାଜ୍ୟ ପଦରୁ ବିତାଡ଼ିତ କରାଯିବ। ଇତି ନବାବ ମୁର୍ଶିଦାବାଦ। ମହାଭାରତ? ଏ ପୁଣି କ'ଣ? ଏ ତ ବିଶେଷ ସମସ୍ୟା। ତମେ ମୁର୍ଶିଦାବାଦ ଫେରିଯାଅ, ନବାବଙ୍କୁ ଖବର ଦିଅ ମୁଁ ତାଙ୍କର ଅଭିଳାଷ ପୂରଣ ପାଇଁ ମୁଁ ଆପ୍ରାଣ ଉଦ୍ୟମ କରୁଛି। ଆଜ୍ଞା ହଜୁର। ନବାବ ମୋତେ ବାରମ୍ବାର ଏକ ଭୀଷଣ ସମସ୍ୟାରେ ପକାଉଛନ୍ତି। ପଣ୍ଡିତ ମହାଶୟ, ଶିରୋମଣି ପଞ୍ଚତନ୍ତ୍ରଗଣ, ପରିସ୍ଥିତି ଆପଣମାନେ ନିଶ୍ଚୟ ବୁଝି ସାରିଥିବେ। ନବାବଙ୍କ ନାମରେ ଶୀଘ୍ର ଏକ ମହାଭାରତ ରଚନା କରନ୍ତୁ। ଆମେ ହେତୁ ଶାସ୍ତ୍ରରେ ପଣ୍ଡିତ, ଶାସ୍ତ୍ର ଅଧ୍ୟୟନ କରି ଜ୍ଞାନ ଚର୍ଚ୍ଚା କରିବା ହେଲା ଆମର କାମ। ହେଲେ ଏଇ ଲେଖାଲେଖି ଏସବୁ ଲେଖକର କାମ। ହଁ, ତା ନୁହେଁ ଆଉ କ'ଣ? ଲେଖାଲେଖି କବିମାନଙ୍କର କାମ। ଆମେ କ'ଣ କରିପାରିବୁ ଛାମୁ? ଛାମୁଙ୍କର ହୁଏତ ଧାରଣା ଥାଇପାରେ ପଞ୍ଚତନ୍ତ୍ର ପଣ୍ଡିତ ଏକାଧାରରେ ପଣ୍ଡିତ, ଲେଖକ, କବି। କିନ୍ତୁ ପ୍ରକୃତରେ କବି, ପଣ୍ଡିତ ଏବଂ ଲେଖକ ସ୍ୱତନ୍ତ୍ର ରହିଛନ୍ତି। ସ୍ୱତନ୍ତ୍ର ରହିଥିବା ପଣ୍ଡିତ ସେମାନେ ଚାହିଁଲେ ଗୋଟିଏ କାହିଁକି ନବାବଙ୍କ ନାମରେ ଶହ ଶହ ମହାଭାରତ ଲେଖିପାରିବେ। ମୋ ମତରେ ରାଜା ଏତେ ଚିନ୍ତିତ ନ ହୋଇ ରାଜ୍ୟରେ ଡେଙ୍ଗୁରା ଦେଇ ଦିଅନ୍ତୁ। ରାଜ୍ୟରେ ଯେତେ କବି, ପଣ୍ଡିତ, ଲେଖକ ଅଛନ୍ତି ରାଜସଭାରେ ହାଜର ହୁଅନ୍ତୁ। ସେମାନଙ୍କୁ ଦେଖି ମହାରାଜ ଜାଣିପାରିବେ ମହାଭାରତ ଲେଖିବାର ଯୋଗ୍ୟ କିଏ। ଉଚିତ ପ୍ରସ୍ତାବ ମଣିମା। ମହାମନ୍ତ୍ରୀ, ଆଉ କାଳ ବିଳମ୍ବ ନକରି ଗାଁରେ ଡେଙ୍ଗୁରା ଦେଇଦିଅ। ରାଜ୍ୟରେ ଯେତେ ଗ୍ରନ୍ଥାଗାର, କବି, ଲେଖକ ଅଛନ୍ତି କାଲି ସକାଳେ ଏଠାରେ ଉପସ୍ଥିତ ହେବେ। ଯଥାଜ୍ଞା ମଣିମା। ଶୁଣ ଶୁଣ ଶୁଣ, ରାଜ୍ୟରେ ଯେତେ ଗାଳ୍ପିକ, କବି, ଲେଖକ, ଶାସ୍ତ୍ରବିତ୍ ଯେତେ ଅଛନ୍ତି ଆସନ୍ତା କାଲି ସୁପ୍ରଭାତରେ ରାଜ୍ୟ ଦରବାରରେ ଉପସ୍ଥିତ ହେବେ। ଏହା ରାଜାଙ୍କ ହୁକୁମ। ଆଜି ରାଜ୍ୟ ଦରବାରରେ ଆମ ଭଳି ବିଶିଷ୍ଟ ଲେଖକ ରହିବାର କିଛି ଉଦ୍ଦେଶ୍ୟ ରହିଛି। ମୋର ଅନୁମାନ ଯେଭଳି ହେଉଛି, ବିଶିଷ୍ଟ ଲେଖକ ରାଜ୍ୟ ଦରବାରରେ ରହିଥିବାରୁ ରାଜ୍ୟର ଟେକ ବଢ଼ୁଛି। ସେଥିପାଇଁ ରାଜା ଖୁସି ହୋଇ ଆମକୁ ପୁରସ୍କାର ଦେବା ପାଇଁ ରାଜା ଆମକୁ ଏଠାକୁ ଡକେଇଛନ୍ତି। ବୁଝିଲ ଯୋଗେଶ୍ୱର, ରାଜା ଆମକୁ ଏଠାକୁ ପୁରସ୍କାର ଦେବା ପାଇଁ ଏଠାକୁ ଡକେଇଛନ୍ତି। ଏ ତ ବହୁତ ଆନନ୍ଦର କଥା। ରାଜାଙ୍କ ମନରେ ଏମିତି କଥା ଆସୁଥାଉ, ଆମକୁ ଏମିତି ପୁରସ୍କାର ମିଳୁଥାଉ। ସମସ୍ତେ ଏଠାରେ ମନ ଧ୍ୟାନ ଦେଇ ଶୁଣ। ଆପଣମାନଙ୍କୁ ରାଜ ଦରବାରରେ ଡକାଇବାର ଉଦ୍ଦେଶ୍ୟ ମନ୍ତ୍ରୀ ମହାଶୟ ଆପଣମାନଙ୍କୁ ଜଣାଇବେ। ମୁର୍ଶିଦାବାଦ ନବାବଙ୍କ ଠାରୁ ଆମ୍ଭମାନଙ୍କ ପାଖକୁ ଏମିତି ଏକ ସମ୍ବାଦ ଆସିଛି ଯେ ଆମ ହିନ୍ଦୁ ଧର୍ମରେ ଯେମିତି ଗୋଟିଏ ମହାଭାରତ ଅଛି, ଠିକ୍ ସେମିତି ଏକ ମହାଭାରତ ନବାବଙ୍କ ନାମରେ ରଚନା କରିବାକୁ ପଡ଼ିବ। ତମ ଭିତରୁ ଯିଏ ଏହି କାର୍ଯ୍ୟ କରିପାରିବ ତାଙ୍କୁ ନବାବଙ୍କ ତରଫରୁ 100 ସ୍ୱର୍ଣ୍ଣ ମୁଦ୍ରା ପୁରସ୍କାର କରାଯିବ। ଏତଦ୍ବ୍ୟତୀତ ଆମ ମହାରାଜା ମଧ୍ୟ ତାଙ୍କୁ 100 ସ୍ୱର୍ଣ୍ଣ ମୁଦ୍ରା ପୁରସ୍କାର ଦେବେ। ଆରେ ନବାବଙ୍କ ମହାଭାରତ? ଆରେ ଏପରି କଥା ମୋର କାନ ଉଠିବା ଯାଏ ଶୁଣିନଥିଲି। ବୁଝିଲେ ଆଜ୍ଞା, ଯଦି ଅନ୍ୟ ନାମରେ ମହାଭାରତ ଲେଖା ହୁଅନ୍ତା ତ ତାହେଲେ ମୁଁ ବି ପ୍ରଥମେ ମୋ ନାମରେ ଗୋଟିଏ ମହାଭାରତ ଲେଖିଥାନ୍ତି। ମୋତେ ଲାଗୁଛି ନବାବଙ୍କ ହୁଏତ ମତିଭ୍ରମ ଘଟିଛି। ହଁ, ତା ନୁହେଁ ତ କ'ଣ? ଏଭଳି ମହାଭାରତ ଜୀବନରେ କେହି ଲେଖିପାରିବ? ଏକଥା ମୋତେ ଜମା ବିଶ୍ୱାସ ହେଉନାହିଁ। ଜୀବନରେ ମୁଁ ବହୁତ ପୁରାଣ ଲେଖିଛି, ହେଲେ ନବାବୀ ମହାଭାରତ କେଉଁଠାରେ ଅଛି ସେଇଟା ମୁଁ ଜାଣେ ନାହିଁ।
ଆପଣମାନେ ଏମିତି ନୀରବ ରହିଲେ ଯେ କ'ଣ ଆପଣଙ୍କୁ ଭିତରୁ କେହି ମହାଭାରତ ଲେଖିପାରିବ ନାହିଁ? ଆଜ୍ଞା, ଏମାନଙ୍କ ଭିତରୁ କେହି ବି ମହାଭାରତ ଲେଖିପାରିବେ ନାହିଁ ମୋତେ ଲାଗୁଛି। ଏମାନଙ୍କ ହାବଭାବରୁ ଏମାନେ ନ ଭାବି ମହାଭାରତ ଲେଖିପାରିବେ। ଯେଉଁଠି ଆମ ଭଳିଆ ପଞ୍ଚତନ୍ତ୍ର ପଣ୍ଡିତ ବୁଦ୍ଧି କାମ କଲାଣି, ଛାରେ ଲେଖକଙ୍କ ଦ୍ୱାରା ଏଇ କାମ ହୋଇପାରିବ ନାହିଁ। ଏକଥା ମୋତେ ଆଗରୁ ଜଣା। ନବାବଙ୍କ ମତିଭ୍ରମ ଘଟିଛି, ଆଉ ରାଜା ମଧ୍ୟ ତାଙ୍କ କଥାରେ ସମୟ ନଷ୍ଟ କରୁଛନ୍ତି। ମହାମନ୍ତ୍ରୀ, ଇଏ ତ ବଡ଼ ଚିନ୍ତାର ବିଷୟ ହେଲା। ଯଦି ନବାବଙ୍କ ନାମରେ ମହାଭାରତ ଲେଖା ନ ହେବ ତାହେଲେ ବହୁତ ଅସୁବିଧା ହେବ। ନବାବଙ୍କ କ୍ରୋଧ ବଢ଼ିଲେ କ'ଣ ଘଟିବ ତମେ ତାହା ଭାବି ପାରୁଛ? ତମକୁ ଜଣାଅଛି କ'ଣ ହେବ? ଏ ତ କାହିଁ କିଛି ବୁଦ୍ଧି ବାଟ ଦେଖାଯାଉନାହିଁ। କିଏ ଏଇ କାମ କରିପାରିବ? ସମସ୍ତେ ଯେତେବେଳେ ହାର ମାରିଲେଣି, ଥରେ ଗୋପାଳକୁ ପଚରା ଯାଉ। ତମ ମୁଣ୍ଡରେ ଗୋବର ଅଛି? ଆରେ କିଏ କେଉଁ କାମ କରିପାରିବ ତମେ ଆଜି ପର୍ଯ୍ୟନ୍ତ ଜାଣିପାରିଲନି? ଯେଉଁଠି ଏତେ ବଡ଼ ବଡ଼ ପଣ୍ଡିତ ମାନେ ପଛ ଘୁଞ୍ଚା ଦେଉଛନ୍ତି, ସେଇଠି ସେ ଛାର ଗୋପାଳଟା କ'ଣ କରିବ? ମହାମନ୍ତ୍ରୀ, ଗୋପାଳକୁ ଥରେ ପଚାରିଲେ କ୍ଷତି କ'ଣ? ସିଏ ବି ଥରେ ନବାବଙ୍କ ଦରବାରରେ ପୁରାଣ ଚର୍ଚ୍ଚାରେ ମହାପଣ୍ଡିତକୁ ହରେଇ ଦେଇଥିଲା। ସେନାପତି, ତମେ ଗୋପାଳକୁ ଶୀଘ୍ର ଖବର ଦିଅ। ଏଇ ତ, ଆରେ ଗୋପାଳ ଆସିଲେଣି। ରାଜଦରବାରରେ ପଣ୍ଡିତ, କବି, ଲେଖକ କ'ଣ କବି ସମ୍ମିଳନୀ ହେବ ନା କ'ଣ? ଯାହା ହେଉ, ଏତେ ଦିନ ପରେ ଗୋଟିଏ କବିତା ଚର୍ଚ୍ଚାରେ ସୁଯୋଗ ମିଳିବ। ମଣିମାଙ୍କର ଜୟ ହେଉ। ବର୍ତ୍ତମାନ ତମରି କଥା ଆଲୋଚନା ହେଉଥିଲା ଗୋପାଳ। ରାଜଦରବାରରେ ବଡ଼ ଲୋକଙ୍କ ସମାବେଶ, ତା ଭିତରେ ପୁଣି ମୋ କଥା ଆଲୋଚନା। ମୁର୍ଶିଦାବାଦ ନବାବଙ୍କ ଠାରୁ ଖବର ଆସିଛି ଯେ ତାଙ୍କ ନାମରେ ଗୋଟିଏ ମହାଭାରତ ଲେଖି ତାଙ୍କ ପାଖକୁ ପଠାଇବାକୁ ପଡ଼ିବ। ଏଠାରେ ଥିବା ସମସ୍ତ ଲେଖକ ପଣ୍ଡିତ ଲେଖିବା ପାଇଁ ଅସମର୍ଥ। ତେଣୁ ତମେ ହିଁ ହେଉଛ ଆମର ଶେଷ ଭରସା। ତମେ କିଛି କର ଗୋପାଳ। ଯଦି ନବାବଙ୍କ ବିଷୟରେ ମହାଭାରତ ଲେଖା ନଯାଏ, ନବାବ ଦଣ୍ଡବିଧାନ କରିବେ ବୋଲି ମଧ୍ୟ ସେ ଖବର ପଠାଇଛନ୍ତି। ଏ ରାଜ୍ୟରେ ଏତେ ଜ୍ଞାନୀ, ଏତେ ପଣ୍ଡିତ ଥାଉ ଥାଉ ଛାମୁକ ମୁଣ୍ଡରୁ ଏଇ ସାମାନ୍ୟ ବୋଝଟି ଓହ୍ଲେଇ ପାରିଲେନି। ଠିକ୍ ଅଛି ଛାମୁ, ଆପଣ ଜମା ବ୍ୟସ୍ତ ହୁଅନ୍ତୁ ନାହିଁ। ଏ ଗୋପାଳ ବଞ୍ଚିଥିବା ଯାଏ ସେ ଆପଣଙ୍କ ସମସ୍ୟା ନିଶ୍ଚୟ ଦୂର କରିବ। ତମେ ତାହେଲେ ମହାଭାରତ ଲେଖିପାରିବ ଗୋପାଳ? ଆପଣ ଜମା ବି ବ୍ୟସ୍ତ ହୁଅନ୍ତୁ ନାହିଁ ମଣିମା। ତାହେଲେ ତମେ ନିଶ୍ଚୟ ଲେଖିବ ତ? ଆଉ କିଛି ଉପାୟ ନାହିଁ ଛାମୁ। ଆପଣ ବଞ୍ଚିଲେ ସିନା ଏ ରାଜ୍ୟ ବଞ୍ଚିବ। ତାହେଲେ ଗୋପାଳ, କେବେଠାରୁ ମହାଭାରତର ଲେଖା ଆରମ୍ଭ କରୁଛ କୁହ? କେମିତି କହିବି ଆଜ୍ଞା, ବିନା ଅର୍ଥରେ କ'ଣ କିଛି ମନ ଲାଗୁଛି? ଆପଣ ନବାବଙ୍କୁ ଖବର ପଠାଇ କିଛି ମୁଦ୍ରା ମୋ ପାଇଁ ଆଣନ୍ତୁ, ତାପରେ ମୁଁ ମହାଭାରତ ଲେଖା ଆରମ୍ଭ କରିବି। ମହାମନ୍ତ୍ରୀ, ନବାବଙ୍କ ପାଖକୁ ଖବର ପଠାଇ ଗୋପାଳ ପାଇଁ କିଛି ମୁଦ୍ରା ଅଗ୍ରିମ ଆକାରରେ ଆଣିବା ପାଇଁ ବ୍ୟବସ୍ଥା କରନ୍ତୁ। ଯଥା ଆଜ୍ଞା ମଣିମା। ଆରେ ଗୋପାଳଟା ବୋଧେ ପାଗଳ ହୋଇଗଲାଣି। ଆରେ ତମେ ଥଇ ଧର, ବଳେ ଜଣା ପଡ଼ିବ ନାହିଁ ନା କେଉଁ ଆଡ଼କା ପାଣି କୁଆଡ଼େ ଯାଉଛି? ବଳେ ଜାଣିପାରିବ। ଆଜି ବି ତମ ମନ ପସନ୍ଦର ଖାଇବା ତିଆରି କରିଛି। ବାଃ, ଭାରି ବଢ଼ିଆ। ଚମ୍ପାବତୀ, ତମ ହାତର ଖାଇବା ମାନିବାକୁ ପଡ଼ିବ। ସବୁଦିନ ଏମିତି ବଢ଼ିଆ ବଢ଼ିଆ ଖାଇବା ହେଲେ କେତେ ଭଲ ହୁଅନ୍ତା। ଆରେ ମୁଁ କ'ଣ କହୁଥିଲି, ମହାରାଜଙ୍କ ଠାରୁ 10 ଦିନ ହେଲା ମହାଭାରତ ଲେଖିବା ପାଇଁ ପାଉଣା ଆଣିଲନି, ହେଲେ ଏପର୍ଯ୍ୟନ୍ତ ମହାଭାରତ ଲେଖା ଆରମ୍ଭ କରିନାହ। କେବେ କରିବ କି? ବୁଝିଲ ଚମ୍ପାବତୀ, ବୁଦ୍ଧି ଥିଲେ ଠିକ୍ ଏମିତି ସୁସ୍ୱାଦୁ ଖାଦ୍ୟ ଖାଇବାକୁ ପଡ଼ିବ। ଏମିତି ଆଉ କିଛି ଦିନ ଏମିତିକା ସୁସ୍ୱାଦୁ ଖାଦ୍ୟ ଖିଆଯାଉ, ତାପରେ ନବାବଙ୍କ ମହାଭାରତ କଥା ଭାବିବା। ହଉ, ତମେ ଏପର୍ଯ୍ୟନ୍ତ ମହାଭାରତ ଗ୍ରନ୍ଥ ଲେଖିବ କ'ଣ ଭାବିନାହ? ଆରେ ଗ୍ରନ୍ଥ ତ ଗ୍ରନ୍ଥ, ମହାଭାରତ ଗ୍ରନ୍ଥ। ସବୁ ବିଷୟକୁ ଏକାଠି କରି ନବରସରେ ଲେଖିବାକୁ ପଡ଼ିବ। ସେଥିପାଇଁ ମଗଜ ଦରକାର ନା। ଏମିତି ସୁସ୍ୱାଦୁ ଖାଦ୍ୟ ଖାଇଲେ ମଗଜ ଆପେ ଆପେ ଭିତରକୁ ଆସିଯିବ। ତେଣୁ ଏମିତି ସୁସ୍ୱାଦୁ ଖାଦ୍ୟ ଆଉ କିଛି ଦିନ ଖାଇବାକୁ ପଡ଼ିବ। ହେଇଟି, ଏମିତି ଧନ ସବୁଦିନ ଆଣିଲେ ସିନା ଭଲ ଖାଇବା ଖାଇପାରିବା। ଶୁଣ, କାଲିଠୁ ଏମିତି ଭଲ ଖାଇବା ଆଉ ଘରେ ହେଇପାରିବ ନାହିଁ। ଧନ ଥିଲେ ସିନା ଖାଇବ।
ତମେ ସେଥିପାଇଁ ଜମା ବ୍ୟସ୍ତ ହୁଅନି ଚମ୍ପାବତୀ। ଯେତେ ଦିନ ଏହି ମହାଭାରତ ଲେଖା ନ ସରିବ ଠିକ୍ ସେତେ ଦିନ ଯାଏ ଆମେ ଏମିତି ସୁସ୍ୱାଦୁ ଖାଦ୍ୟ ଖାଉଥିବା। ମୁଁ ମହାଭାରତ କଥା ଲେଖା ଆଣିନି ଯେ ଅବସ୍ଥାର ଉନ୍ନତି ଆଉ ସ୍ୱାସ୍ଥ୍ୟର ପରିବର୍ତ୍ତନ ପାଇଁ ସୁଯୋଗ ନେଇ ଆସିଛି ହେଲା। ହେଇ ଶୁଣୁଛ, ତମେ ଯାହା କହୁଥିଲ କରିବ କି ନାହିଁ କହିଲ? ଆରେ ମୁଁ କ'ଣ କହିଥିଲି? ମୁଁ ଜାଣେ ପରା, ତମର ସକାଳର କଥା ସଞ୍ଜକୁ ବି ମନେ ପଡ଼ିବ ନାହିଁ। ସେଇଥିପାଇଁ ମୁଁ ତମକୁ କିଛି କୁହେ ନାହିଁ। ଆରେ ଚମ୍ପାବତୀ ତମେ ଶୁଣ, ତମେ ଖାଲି ଏଇ ଟିକେ ଟିକେ କଥାରେ କ'ଣ ରାଗୁଥିବ? ଆରେ ଏଇ ମହାଭାରତ କଥା ଭାବି ଭାବି ମୁଁ କେତେ ଟେନସନରେ ଅଛି ତମେ ଜାଣିଛ? ସତରେ? ଆଉ ଖାଲି ମହାଭାରତ କଥା ଦିନ ଭାବି ମୋର ମଗଜଟା ଫେଣ୍ଟି ହୋଇଯାଉଛି। ସତେ ଯେମିତି ସମୁଦ୍ରର ଢେଉ ଛୁଳୁଛି। ସତ? ହଁ ପରା ଚମ୍ପାବତୀ, ଏ କଥା ଯାଇ ସେ କଥାରେ, ସେ କଥା ଯାଇ ଏ କଥାରେ ସବୁ ଖାଲି ଗଣ୍ଡଗୋଳିଆ ହୋଇ ଯାଉଛି। ଚମ୍ପାବତୀ ତମେ ଖାଲି ମୋତେ ଟିକେ ମନେ ପକେଇ ଦେବ। ମୁଁ ଜମା ମନେ ପକେଇବି ନାହିଁ। ତମର ସବୁ କଥା ମନେ ରହୁଛି, ହେଲେ ମୋ କଥା ଟିକେ ମନେ ରହୁନାହିଁ। ନାହିଁ ତମର ମୋ ପ୍ରତି ଆଉ ଶ୍ରଦ୍ଧା ନାହିଁ ହେଲା। ତମେ ସେମିତି କୁହନି ଚମ୍ପାବତୀ। ତମେ ଯେମିତି କହିଲ ମୁଁ ଚିନ୍ତାରେ ମୋର ପ୍ରାଣ ବାୟୁ ଚାଲିଯିବ। ବୁଝିଲ ଚମ୍ପାବତୀ, ତମ ପ୍ରତି ମୋର ଶ୍ରଦ୍ଧା ଅଛି କି ନାହିଁ ସେଇଟା ମୁଁ ଜାଣେ। ବୁଝିଲ ଚମ୍ପାବତୀ, କାଲି ମୁଁ ରାଜ ଦରବାରକୁ ଯିବି ଆଉ ଏମିତି ପୁଷ୍ଟିକର ଖାଇବା ଖାଇବି। ଆଉ ତା ସହିତ ତମର ଶାଢ଼ୀ ଗହଣା ବି କିଣା ହେବ ହେଲା। ଓ, ମନେ ଅଛି ତାହେଲେ। ଆରେ କି କଥା, ତମ କଥା ମନେ ରହିବ ନାହିଁ? ଖାଲି ଏହି ମହାଭାରତ ଲେଖିବି ଟେନସନରେ ମୁଁ ଟିକେ ଅଛି, ନହେଲେ ତମ କଥା କ'ଣ ମୁଁ ଭୁଲିଯିବି? ମହାମନ୍ତ୍ରୀ, ନବାବୀ ମହାଭାରତ ରାଜ ଦରବାରରେ ଉପସ୍ଥାପନ କରିବା ପାଇଁ ଗୋପାଳକୁ ଖବର ଦିଆଯାଇଛି ତ? ସେନାପତି, ଗୋପାଳକୁ ଖବର ଦିଆଯାଇଛି? ସେ କଥା ମୁଁ ଠିକ୍ ସେ ଜାଣି ନାହିଁ। ମହାମନ୍ତ୍ରୀ, ନବାବଙ୍କ ଆଦେଶ ଯଥାଶୀଘ୍ର ମହାଭାରତ ନବାବଙ୍କ ପାଖରେ ଉପସ୍ଥାପନା କରିବା ପାଇଁ, ହେଲେ ଏପର୍ଯ୍ୟନ୍ତ ଗୋପାଳକୁ ଖବର ଦିଆଯାଇ ନାହିଁ। ତମେ ସବୁ ମିଥ୍ୟାବାଦୀ। ତମମାନଙ୍କ ପାଇଁ ମୁଁ ରାଜ ଦରବାରରେ ଅପମାନ ହେବି। ଛାମୁ, ଗୋପାଳ କଥା ବିଶ୍ୱାସ କରି ଏମିତି ଗୁରୁ ଦାୟିତ୍ୱ ଦେବାଟା ଠିକ୍ ହେଲାନି। ଛାମୁଙ୍କର ଭାବିବା ଦରକାର ଥିଲା ଗୋପାଳର ଜ୍ଞାନ କେତେ, ସିଏ ଯେ ଏମିତି ଗ୍ରନ୍ଥର ରଚନା କରିପାରିବ ସତ୍ୟତା କେତେ। ମୂର୍ଖ ଯଦି ଗ୍ରନ୍ଥ ରଚନା କରିବ ତାହେଲେ ଗ୍ରନ୍ଥକାରମାନେ କ'ଣ କରିବେ? ଯେଉଁ ଗ୍ରନ୍ଥ କବି ଲେଖକମାନେ ସାମର୍ଥ୍ୟ ନୁହନ୍ତି ତାକୁ ଲେଖିବ ଏହି ମୂର୍ଖ ଗୋପାଳ। ଛାମୁ, ଏତେ ବଡ଼ ଦାୟିତ୍ୱ ଗୋଟିଏ ମୂର୍ଖକୁ ଦେଇ ନିଜ ସର୍ବନାଶକୁ ନିମନ୍ତ୍ରଣ କଲେ। ମୋର କିନ୍ତୁ ବିଶ୍ୱାସ ଅଛି ଗୋପାଳ ଉପରେ, ସେ ନିଶ୍ଚୟ କରିପାରିବ। ଏହା ପୂର୍ବରୁ ପଣ୍ଡିତମାନେ ଯାହା କରିପାରିନାହାନ୍ତି ଗୋପାଳ ତାହା କରି ଦେଖେଇଛି। ମହାରାଜଙ୍କର ମତାମତ ଉପରେ ଆମର କିଛି କହିବା ଠିକ୍ ନୁହେଁ। ମୋର କିନ୍ତୁ ଗୋପାଳ ଉପରେ ବିଶ୍ୱାସ ହେଉନି ଛାମୁ। ମୂର୍ଖ ପୁଣି ମହାଭାରତ ଭଳି ଗ୍ରନ୍ଥ ରଚନା କରିବ? ଅସମ୍ଭବ। ମୁଁ ପୁନରୁ ସୁଦ୍ଧା ବିଶ୍ୱାସ କରିପାରିବି ନାହିଁ। ଯାହା ବିଶ୍ୱାସ ଯୋଗ୍ୟ ନୁହେଁ ତାକୁ ବିଶ୍ୱାସ କରାଯିବ କିପରି? ମଣିମାଙ୍କର ଜୟ ହେଉ। ମହାଭାରତ ଲେଖା ସରିଲା ଗୋପାଳ। ନବାବଙ୍କ ଆଦେଶ ମହାଭାରତ ନେଇ ତାଙ୍କ ଦରବାରରେ ପହଞ୍ଚାଇବା ପାଇଁ। ଲେଖା ସରିଗଲେ ମହାଭାରତ ନେଇ ତାଙ୍କଠାରୁ ପୁରସ୍କାର ବି ମଧ୍ୟ ନେଇ ଆସିବ। ପୁରସ୍କାର ତ ପରର କଥା ଛାମୁ, ହେଲେ ନବାବ ମୋତେ ଯେଉଁ କଥା ଦେଇଛନ୍ତି ଲେଖି ଲେଖି ତ ଜମା ସରୁ ନାହିଁ। ଆଉ କ'ଣ ଗୋପାଳ, ତମେ କ'ଣ ନବାବଙ୍କ ମହାଭାରତ ଏପର୍ଯ୍ୟନ୍ତ ଲେଖା ସରିନାହିଁ? କେମିତି ସରିବ ଛାମୁ? ମହାଭାରତ କଥା କେତେ ନ୍ୟାୟ, କେତେ ତର୍କ, କେତେ ବିତର୍କ, ଏସବୁକୁ ଏକାଠି କରି ଗ୍ରନ୍ଥ କରିବାକୁ ପଡ଼ିବ ନା। ଆଉ ଟିକେ ଯଦି ଭୁଲ ଭାଲ ହୋଇଯିବ ସବୁ ଏପଟ ସେପଟ ହୋଇଯିବ। ଆଉ କେତେ ଦିନ ଲାଗିବ କୁହ ଗୋପାଳ? କହି ହେଉନି ଆଜ୍ଞା, ତଥାପି ଖୁବ୍ ଶୀଘ୍ର ଶେଷ କରିବା ପାଇଁ ଚେଷ୍ଟା କରିବି। କିଛି ଅସୁବିଧା ହୋଇଯାଇଛି ଛାମୁ, ନହେଲେ ତ ଲେଖା କେତେ ଆଗେଇ ଯାଆନ୍ତାନି। କ'ଣ ଅସୁବିଧା ହେଲା ଗୋପାଳ, ତମେ କୁହ। ଆଜ୍ଞା, ଗ୍ରନ୍ଥ ରଚନା କରିବା ମଗଜ ଲଢ଼େଇ କରିବା କାମ। ଗ୍ରନ୍ଥ ରଚନା କରିବାକୁ
ଫଳମୂଳ ଖାଇବାକୁ ପଡ଼େ। ଆଜ୍ଞା ଏଇ ଅଧମ ପାଖରେ ଏତେ ପଇସା ନାହିଁ ଫଳମୂଳ ଖାଇବ। ନବାବ ଯାହା ଦେଇଥିଲେ ତାହା କେବେଠୁ ଆଜ୍ଞା ଖର୍ଚ୍ଚ ହୋଇଗଲାଣି। ଖାଲି ପେଟରୁ ହାତ ଚାଲିବ ନା ଏ ମଗଜରୁ କିଛି ବୁଦ୍ଧି ବାହାରିବ? ତମେ ସେଥିପାଇଁ ବ୍ୟସ୍ତ ହୁଅନି ଗୋପାଳ। ତମେ ମହାଭାରତ ଲେଖା ଚାଲୁ ରଖ। ମୁଁ ନବାବଙ୍କ ସହିତ କଥା ହୋଇ ତମକୁ କିଛି ଅର୍ଥ ପଠେଇଦେବି ହେଲା। ଛାମୁଙ୍କର ଦୟା ଆସୁଛି ମଣିମା। ନବାବ ମହାଭାରତ ନା ଗୋରୁପାଳ ମହାଭାରତ? ହା 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 ହା। ଆଜି ବି ଖାଇବାଟା ବହୁତ ବଢ଼ିଆ ହୋଇଛି। ଯାହା କୁହ ଚମ୍ପାବତୀ, ତମ ହାତରେ ଯାଦୁ ଅଛି, ନହେଲେ ଏତେ ସୁନ୍ଦର ରୋଷେଇ ଖାଇବାକୁ ମିଳିଥାନ୍ତା କେଉଁଠି? ହେଲା ଯେ ଏବେ ଯାଇ ମହାଭାରତ ଲେଖା ହେଲା ନାହିଁ। ଏବେ କ'ଣ ହେବ ସେ? ଆରେ ତମେ କ'ଣ ପାଇଁ ବ୍ୟସ୍ତ ହେଉଛ କହିଲ? ମୋର ବୁଦ୍ଧି ତମେ କିଛି ବି ଜାଣିନ। ଶୁଣ, ରାଜମହଲରୁ ଖବର ଆସିଛି କାଲି ଯାଇ ରାଜଦରବାରରେ ହାଜର ହେବା ପାଇଁ। କାଲି ସକାଳେ ଯିବ। ଗୋପାଳ ଯଦି ମହାଭାରତ ଲେଖା ସରିଛି, ନବାବଙ୍କ କଡ଼ା ଆଦେଶ ଶୀଘ୍ର ନବାବଙ୍କ ଠାରେ ଉପସ୍ଥାପନ କରିବା ପାଇଁ। ଲେଖା ସରିଛି ଆଜ୍ଞା, କିନ୍ତୁ ଏତେ ପୃଷ୍ଠା ରହିଛି ଯେ ମୁଁ ଏକା ନେଇ ଯାଇପାରିବି ନାହିଁ। କ'ଣ ଚାହଁ ଗୋପାଳ, ତମେ କୁହ। ହଁ ମଣିମା, ତାକୁ ବହି ନେବା ପାଇଁ ଆଉ ଜଣେ ଲୋକ ଦରକାର। ଛାମୁ ଯଦି ଆଉ ଜଣେ ଲୋକ ଯିବା ପାଇଁ କହିବେ ତାହେଲେ ଆଜି ମୁଁ ମହାଭାରତ ନେଇ ନବାବଙ୍କ ଦରବାରରେ ହାଜର କରିଦେବି। ମହାମନ୍ତ୍ରୀ ଗୋପାଳଙ୍କ ସହିତ ଗୋଟିଏ ଦୂତ ପଠାଇବାର ବ୍ୟବସ୍ଥା କର। ଯଥା ଆଜ୍ଞା ମଣିମା। ठीक है, बहुत अच्छा है। उस गोपाल को हमारे दरबार में फौरन ले आओ। महाभारत सुनने के लिए मेरे मन में बहुत तमन्ना है। प्रणाम नवाब बहादुर। तुम्हारा नाम क्या है? मोर नाम गोपाल अटे। वाह, बहुत अच्छा है, अच्छा नाम है। बैठो, जाओ गोपाल, बैठ जाओ और जल्दी से महाभारत सुनाओ और मेरे मन को शांति पहुंचाओ। ମହାଭାରତ ଲେଖା ସରିଗଲାଣି, ହେଲେ ଖାଲି ଅଳ୍ପ ଟିକେ ବାକି ଅଛି। ଆପଣ ଯଦି ଦୟାକରି ଆଉ ଏକ ଶତ ସ୍ୱର୍ଣ୍ଣମୁଦ୍ରା ଦିଅନ୍ତି ତାହେଲେ ଏଇଠି ମୁଁ ଶେଷ କରି ଆପଣଙ୍କୁ ଶୁଣାଇ ଦେବି। गोपाल को 100 स्वर्ण मुद्रा दिया जाए। ଆଜ୍ଞା, ନବାବୀ ମହାଭାରତ ଲେଖା ପ୍ରାୟ ସରିଯାଇଛି। ଅଳ୍ପ ଯାହା ବାକି ଅଛି ତାହା ଆପଣଙ୍କୁ ପଚାରି ଲେଖିବାର ବାକି ଅଛି। ଆପଣ ଖାଲି କହିଦେଲେ ଏଇଠାରେ ଲେଖି ଆପଣଙ୍କୁ ମହାଭାରତ ହସ୍ତାନ୍ତର କରିବି, ଆଉ ପଢ଼ି ମଧ୍ୟ ଆପଣଙ୍କୁ ଶୁଣାଇବି। କ'ଣ ପଚାରିବାର ଅଛି ପଚାର ଗୋପାଳ। ଆଜ୍ଞା, ଆମ ମହାଭାରତରେ ନାୟିକା ହେଲେ ଦ୍ରୌପଦୀ। ଆପଣଙ୍କ ମହାଭାରତରେ ନାୟିକା କିଏ? ହମାରା ବେଗମ। ଆଜ୍ଞା, ଦ୍ରୌପଦୀଙ୍କର 5 ଜଣ ସ୍ୱାମୀ ଥିଲେ। ଯୁଧିଷ୍ଠିର, ଭୀମ, ଅର୍ଜୁନ, ନକୁଳ, ସହଦେବ। ଆପଣଙ୍କ ବିବିଙ୍କର ଆପଣ ଜଣେ ସ୍ୱାମୀ, ଆଉ 4 ଜଣଙ୍କର ନାମ? ଖାମୋଶ! ତମେ ମୋତେ ଥଟ୍ଟା କରୁଛ? ତମର ଏତେ ସାହସ ହେଲା କେମିତି? ହେଲେ ଆଜ୍ଞା, ଏ ମହାଭାରତ ସମ୍ପୂର୍ଣ୍ଣ କରିବା ପାଇଁ ସେ 4 ଜଣଙ୍କ ନାମ ନିହାତି ଦରକାର। बकवास बंद करो, निकल जाओ जल्दी से इधर से। ଆଜ୍ଞା, ମହାଭାରତ କ'ଣ କରିବି? मोर से महाभारत जरूरत नहीं, फौरन वहाँ से दफा हो जाओ। ଏତେ ପରିଶ୍ରମ କରି ଏଇ ମହାଭାରତ ଲେଖିଥିଲି, ସେସବୁ କ'ଣ ବ୍ୟଥା ହୋଇଯିବ? ହେଇ ଯାଉ, ମୋର ଦରକାର ନାହିଁ ଆଉ ସେ ମହାଭାରତ ଶୁଣିବା ପାଇଁ। ଜମା ବି ଜରୁରତ ନାହିଁ। उसको लेके नदी में फेंक दो। ନାଇଁ ଆଜ୍ଞା, ଏତେ ପରିଶ୍ରମ କରି ଲେଖିଥିଲି ତ, ମୋର ପାଉଣାଟା। ତମେ ତମର ପାରିଶ୍ରମିକ ନେଇ ଫୌରନ ଇଧର ସେ ଦଫା हो जाओ। ମୁଁ ତୁମର ମୁହଁ ମଧ୍ୟ ଦେଖିବାକୁ ଚାହେଁ ନାହିଁ, ଚାଲି ଯାଅ। ମୁଁ ତମର ବୁଦ୍ଧିର ପ୍ରଶଂସା କରି ରହିପାରୁନି ଗୋପାଳ। ସତରେ ତମ ବୁଦ୍ଧିର ସମକକ୍ଷ କେହି ବି ହୋଇପାରିବ ନାହିଁ। ମୁଁ ତୁମ ବୁଦ୍ଧିର ପ୍ରଶଂସାରେ ପୁରସ୍କାର ପ୍ରଦାନ କରୁଛି। ନିଅ ଗୋପାଳ, ନିଅ ତମ ପାଉଣା ନିଅ।